କେବେ ଏମିତି କୌଣସି ପିଲାକୁ ଦେଖିଛନ୍ତି ଯିଏ ବର୍ଷେ ସାରା ତ ବୁଲାବୁଲି କରୁଥିବ କିନ୍ତୁ ରେଜଲ୍ଟ ଆସିଲେ ସିଧା ଟପ୍ପର? ସମସ୍ତେ ଆଶ୍ଚର୍ଯ୍ୟ। ଆଖିରେ ଏମିତି କ'ଣ ରହସ୍ୟ ଥାଇପାରେ ତାଙ୍କ ସଫଳତା ପଛରେ? ଚାଲନ୍ତୁ ଆଜି ସେଇ କଥା ଜାଣିବା। ଆଶ୍ଚର୍ଯ୍ୟ ଲାଗୁଛି ନା? ସମସ୍ତେ ଭାବିଥିଲେ ପିଲାଟା ତ ଫେଲ୍ ହେବା ପକ୍କା, ହେଲେ ରେଜଲ୍ଟ ଆସିଲା 90%ରୁ ଅଧିକ। ଏମିତି କେମିତି ହେଲା? ଆସନ୍ତୁ ଏଇ ରହସ୍ୟ ଉପରେ ପର୍ଦ୍ଦା ଉଠେଇବା। ତେଣୁ ମୋର ଆଉ ଧୈର୍ଯ୍ୟ ରହିଲା ନାହିଁ। ମୁଁ ସିଧା ସେ ପିଲା ପାଖକୁ ଗଲି ଆଉ ପଚାରିଲି, ଭାଇ ତୁମର ସିକ୍ରେଟଟା କ'ଣ? ଆଉ ସେ ମୋତେ ଯାହା କହିଲେ ସେ ତାଙ୍କର ସବୁ ଟେକ୍ନିକ୍ ଆଉ ଆପ୍ସ ବିଷୟରେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ବୁଝେଇଲେ। ତ ସେ ମୋତେ ଯାହା ଯାହା କହିଲେ ସେଗୁଡ଼ିକୁ ମୁଁ ଏଇ 6ଟା ଭାଗରେ ବାଣ୍ଟି ଦେଇଛି। ଆମେ ଦେଖିବା ଟପରଙ୍କ ପ୍ରକୃତ ରହସ୍ୟ କ'ଣ, କେମିତି ସେ ଦୂରରେ ଥାଇ ବି ସାଙ୍ଗମାନଙ୍କ ସହ ମିଶି ପଡ଼ୁଥିଲେ, ହୋମୱାର୍କକୁ କେମିତି ଅଟୋମେଟ୍ କରୁଥିଲେ ଆଉ ଫୋନ୍ର ଡିଷ୍ଟ୍ରାକ୍ସନ୍ରୁ କେମିତି ବଞ୍ଚୁଥିଲେ। ଏହାଛଡ଼ା ଏଆଡ଼େ ବ୍ୟବହାର କରି ପରୀକ୍ଷା ପ୍ରସ୍ତୁତି ଆଉ ଘୋଷା ବିଷୟଗୁଡ଼ିକୁ ମନେ ରଖିବାର ଟ୍ରିକ୍ ବିଷୟରେ ବି ଜାଣିବା। ଆଚ୍ଛା, ତେବେ ପ୍ରଥମ କଥା, ମୁଁ ତାଙ୍କୁ ସିଧା ଗୋଟେ ପ୍ରଶ୍ନ ପଚାରିଲି। ପରୀକ୍ଷାର ଠିକ୍ ଆଗରୁ ସେଇ ଲାଷ୍ଟ ମିନିଟ୍ ପ୍ରେସର ବେଡ଼େ ସେ ପ୍ରସ୍ତୁତି କେମିତି କରନ୍ତି? ଆଉ ତାଙ୍କ ଉତ୍ତର ଥିଲା ଏକଦମ ସରଳ, ମୁଁ ମୋ ସାଙ୍ଗମାନଙ୍କ ସହିତ ପଢ଼େ। ଆଉ ଜାଣନ୍ତି, ଏଇଟା ହିଁ ଥିଲା ରହସ୍ୟର ପ୍ରଥମ ସୂତ୍ର। ତାଙ୍କ କହିବା କଥା ହେଲା, ଶେଷ ମୁହୂର୍ତ୍ତରେ ଟିଚରଙ୍କ ପାଖରୁ ବୁଝିବା ଟିକେ କଷ୍ଟ, କିନ୍ତୁ ସାଙ୍ଗମାନେ ସେମାନେ ପୁରା ଆମରି ଭାଷାରେ, ଆମ ଢଙ୍ଗରେ ବୁଝେଇ ଦିଅନ୍ତି, ଯାହା ସିଧା ମୁଣ୍ଡରେ ପଶିଯାଏ। ହେଲେ ଗ୍ରୁପ୍ ଷ୍ଟଡିରେ ଗୋଟେ ବଡ଼ ସମସ୍ୟା ଅଛି। ଭାବନ୍ତୁ ଆପଣ କାହାକୁ ଫୋନ୍ରେ ଗୋଟେ ମ୍ୟାଥ୍ ପ୍ରୋବ୍ଲେମ୍ ବୁଝାଉଛନ୍ତି। କେତେ କଷ୍ଟ, ନୁହେଁ କି? କିଛି ବି ଠିକ୍ରେ ବୁଝେଇ ହୁଏନି। ତେବେ ଏମାନେ ଏହି ସମସ୍ୟାର ସମାଧାନ କେମିତି କରୁଥିଲେ? ସେମାନେ ବ୍ୟବହାର କରୁଥିଲେ ହ୍ୱାଇଟ୍ ବୋର୍ଡ ନାଁରେ ଗୋଟେ ୱେବସାଇଟ୍। ଏଇଟା ଗୋଟେ ଡିଜିଟାଲ ବ୍ଲାକବୋର୍ଡ ଭଳି। ଜଣେ ସାଙ୍ଗ ନିଜ ଫୋନ୍ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍ରେ ଯାହା ବି ଲେଖିବ ବା ଆଙ୍କିବ, ସେହି ସମୟରେ ବାକି ସବୁ ସାଙ୍ଗଙ୍କ ସ୍କ୍ରିନ୍ରେ ବି ଠିକ୍ ସେଇଆ ଦେଖାଯିବ, ମାନେ ପୁରା ରିଅଲ୍ ଟାଇମ୍ରେ। ଏମିତି ହେଲେ ଗଣିତର ଷ୍ଟେପ୍ ବାଇ ଷ୍ଟେପ୍ ସଲ୍ୟୁସନ୍ ବୁଝିବା ବହୁତ ସହଜ ହୋଇଯାଏ। ଓକେ, ଏବେ ଆସନ୍ତୁ ସେଇ ସମସ୍ୟା କଥା କହିବା ଯାହା ପ୍ରାୟ ସବୁ ଛାତ୍ରଛାତ୍ରୀଙ୍କୁ ହଇରାଣ କରେ। ସ୍କୁଲର ହୋମୱାର୍କ, କୋଚିଂର ହୋମୱାର୍କ, ପୁଣି ଟ୍ୟୁସନ୍ର ହୋମୱାର୍କ, ପୁରା ପାହାଡ଼ ପରେ। ଏତେ ସବୁକୁ ମ୍ୟାନେଜ୍ କରିବେ କେମିତି? ଏଥିପାଇଁ ସେ ଗୋଟେ ଜବରଦସ୍ତ 2 ଷ୍ଟେପ୍ ହ୍ୟାକ୍ ବ୍ୟବହାର କରୁଥିଲେ। ଦେଖନ୍ତୁ, ପ୍ରଥମ ଷ୍ଟେପ୍ ହେଲା ChatGPT ଭଳି କୌଣସି ଏଆଇକୁ ପ୍ରଶ୍ନ ପଚାରି ତାର ଉତ୍ତର ବାହାର କରିଦେବା। ଆଉ ଦ୍ୱିତୀୟ ଷ୍ଟେପ୍ ଆହୁରି ବି ମଜାଦାର। ଏକ ଟେକ୍ସଟ ଟୁ ହ୍ୟାଣ୍ଡରାଇଟିଂ ୱେବସାଇଟ୍କୁ ଯାଇ ସେଇ ଟାଇପ୍ ହୋଇଥିବା ଉତ୍ତରକୁ ପେଷ୍ଟ କରିଦେଲେ ତାହା ପୁରା ହାତଲେଖା ଭଳି ଦେଖାଯାଏ। ବାସ୍, ତାକୁ ପ୍ରିଣ୍ଟ କରି ଦାଖଲ କରିଦେଲେ ହେଲା। କିନ୍ତୁ ହଁ, ଏଠି ଗୋଟେ ବଡ଼ କିନ୍ତୁ ଅଛି। ଏଇ ଟ୍ରିକ୍ଟା କେବଳ ଇମର୍ଜେନ୍ସି ପାଇଁ, ମାନେ ଯେତେବେଳେ ପରୀକ୍ଷା ପାଇଁ ପଢ଼ିବାକୁ ବହୁତ କମ୍ ସମୟ ଅଛି। ଯଦି ଏହାକୁ ପ୍ରତିଦିନ ବ୍ୟବହାର କରାଯାଏ ତେବେ ଧରାପଡ଼ିବାର ଚାନ୍ସ ବହୁତ ବେଶୀ। ଆଉ ସବୁଠୁ ବଡ଼ କଥା, ଏମିତି କଲେ ନିଜେ କିଛି ବି ଶିଖି ହେବନି। ଠିକ୍ ଅଛି, ହୋମୱାର୍କ ସମସ୍ୟା ତ ଗଲା, କିନ୍ତୁ ଏବେ ଆସିବା ଆହୁରି ବଡ଼ ଚ୍ୟାଲେଞ୍ଜ ପାଖକୁ। ପଢ଼ିବା ବେଳେ ସେ ହାତରେ ଥିବା ଫୋନ୍ ଆଉ ତା ଭିତରେ ଥିବା ସୋସିଆଲ ମିଡ଼ିଆର ଡିଷ୍ଟ୍ରାକ୍ସନ୍, ଏଥିରୁ ବଞ୍ଚିବେ କେମିତି? ଏହାର ସମାଧାନ ହେଉଛି ଗ୍ରେ ସ୍କେଲ୍ ହ୍ୟାକ୍। ଏହା ପଛର ସାଇନ୍ସ ବହୁତ ସିମ୍ପଲ। ନିଜ ଫୋନ୍ର ସେଟିଂସକୁ ଯାଇ ସ୍କ୍ରିନ୍କୁ ପୁରା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କରିଦିଅନ୍ତୁ। ଯେତେବେଳେ ସ୍କ୍ରିନ୍ରୁ ସବୁ ରଙ୍ଗ ଚାଲିଯାଏ, ସେତେବେଳେ ଇନଷ୍ଟାଗ୍ରାମ ରିଲ୍ସ ହେଉ କି ୟୁଟ୍ୟୁବ୍ ଭିଡିଓ ସବୁ ବୋରିଂ ଲାଗେ। ଆମ ମସ୍ତିଷ୍କକୁ ସେସବୁ ଆଉ ଭଲ ଲାଗେନି। ଫଳରେ କିଛି ସମୟ ପରେ ଆପେ ଆପେ ଫୋନ୍ ରଖିଦେଇ ପାଠରେ ମନ ଲାଗେ। ଏହା ଛଡ଼ା ଆଉ 2ଟା ମଜାଦାର ଆପ୍ ବି ଅଛି, ଫରେଷ୍ଟ ଆଉ ଡିଟାଚ୍ଡ। ଫରେଷ୍ଟ ଆପ୍ରେ ଆପଣ ଯେତେ ସମୟ ପାଇଁ ଫୋନ୍ ବ୍ୟବହାର ନ କରିବେ, ଆପଣଙ୍କ ଡିଜିଟାଲ ବଗିଚାରେ ଗୋଟେ ଗଛ ବଢ଼ିବ। ଯଦି ଫୋନ୍ ଛୁଇଁଲେ ତ ଗଛ ମରିଯିବ। ଆଉ ଡିଟାଚ୍ଡ ଆପ୍ରେ ଷ୍ଟଡି ଟାଇମର ସେତେବେଳେ ଚାଲିବ ଯେତେବେଳେ ଆପଣ ଫୋନ୍କୁ ଓଲଟା କରି ଟେବୁଲ ଉପରେ ରଖିବେ। ଏ ଛୋଟ ଛୋଟ ଗେମ୍ ଭଳି ଜିନିଷ ଫୋକସ୍ ରଖିବାରେ ବହୁତ ସାହାଯ୍ୟ କରେ। ଆଚ୍ଛା, ଏବେ ଆସିବା ସବୁଠୁ ବଡ଼ ଟେନସନ୍ ପାଖକୁ। ପରୀକ୍ଷା ଆସିଗଲା, ଏତେ ମୋଟା ମୋଟା ବହି, ଏତେ ବଡ଼ ସିଲାବସ୍, ଏଥିରୁ କ'ଣ ପଢ଼ିବି? କେଉଁ ପ୍ରଶ୍ନ ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ, କେମିତି ଜାଣିବେ? ଏଥିପାଇଁ ବି 2ଟା ଏଆଇ ଟୁଲ୍ ବହୁତ କାମ ଦିଏ। ପ୍ରଥମଟା ହେଲା ମର୍ଲିନ୍। ଆପଣ ଖାଲି ତାକୁ କୌଣସି ବି ଚାପ୍ଟରର ଟେକ୍ସଟ ଦେଇଦିଅନ୍ତୁ, ସେ ସେଥିରୁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନରେ ଗୋଟେ ଲିଷ୍ଟ ବନେଇଦେବ। ଦ୍ୱିତୀୟଟି ହେଲା Conquer.ai। ଏଥିରେ ଆପଣ ନିଜ ପାଇଁ ଯେକୌଣସି ବିଷୟ ଉପରେ ଗୋଟେ ପ୍ରାକ୍ଟିସ୍ ଟେଷ୍ଟ ତିଆରି କରିପାରିବେ। ଏହା ବହୁତ ସମୟ ବଞ୍ଚାଇ ଦିଏ। ଆଉ ଏବେ ଆସନ୍ତୁ ଆମର ଶେଷ କିନ୍ତୁ ବୋଧହୁଏ ସବୁଠୁ ବଡ଼ ସମସ୍ୟା ପାଖକୁ। ହିଷ୍ଟ୍ରି, ସିଭିକ୍ସ, ବାୟୋଲୋଜି, ଏଇ ଯେଉଁ ଘୋଷା ବିଷୟଗୁଡ଼ିକ ଅଛି ଯାହା ପଢ଼ିଲେ ବି ମନେ ରହେନି, ସେଗୁଡ଼ିକୁ କେମିତି ମନେ ରଖାଯିବ? ଏହାର ସମାଧାନ ହେଉଛି ନ୍ୟାଚୁରାଲ ଲିଡର ନାମକ ଏକ ଟୁଲ୍। ଆମ ଭିତର ବହୁତ ଲୋକ ଅଛନ୍ତି ଯେଉଁମାନେ ପଢ଼ିବା ଅପେକ୍ଷା ଶୁଣିଲେ ଜିନିଷକୁ ଭଲ ଭାବରେ ମନେ ରଖିପାରନ୍ତି। ତେଣୁ ଘଣ୍ଟା ଘଣ୍ଟା ଧରି ବହିକୁ ଚାହିଁବା ବଦଳରେ ଆପଣ ଖାଲି ସେହି ଚାପ୍ଟରର ଟେକ୍ସଟକୁ ଏହି ୱେବସାଇଟ୍ରେ ପେଷ୍ଟ କରିଦିଅନ୍ତୁ। ବାସ୍, ଏହା ଆପଣଙ୍କୁ ପୁରା ଅଡିଓ ବୁକ୍ ଭଳି ପଢ଼ି ଶୁଣାଇବ।
ଆପଣ ଚାଲିଲା ବେଳେ ବୁଲିଲା ବେଳେ ବି ଶୁଣି ଶୁଣି ମନେ ରଖିପାରିବେ। ତେବେ ଏତେ ସବୁ ଜାଣିବା ପରେ ଶେଷରେ ପ୍ରଶ୍ନ ଗୋଟିଏ, ଏଇ ଯେଉଁ ସବୁ ଟୁଲ୍ସ ଆଉ ଟେକ୍ନିକ୍ ଅଛି ଏଗୁଡ଼ିକ ଜଣେ ଛାତ୍ର ପାଇଁ ବରଦାନ ନା ଅଭିଶାପ? ସେମାନେ ଏହାକୁ ଭଲ କାମରେ ଲଗେଇବେ ନା ଏହାର ଦୁରୁପଯୋଗ କରିବେ? ଏହାର ଉତ୍ତର କେବଳ ସେମାନଙ୍କ ହାତରେ।